ମୋ ସାଙ୍ଗ ଦେଖା ହେଲା ମାର୍କେଟରେ। ଆଉ ମୁଁ କହିଲି କ'ଣ ଆଉ କ'ଣ ଖବର କ'ଣ? କହିଲା ନା ଭାଇ ମୁଁ ଆସିଛି ମାର୍କେଟ। ମୁଁ ବି ଆସିଛି ମାର୍କେଟ। ମୁଁ ଚାଲିଲେ ପରିବା ନେବା। କହିଲା ନା ପରିବା ମୁଁ କ'ଣ ନେବି? ଆମେ କ'ଣ ନେବୁ ଟିକେ? କହିଲା ଡାଳିମ୍ବ ନେବି, ବିଟ୍ ନେବି, ଗାଜର ନେବି, ମଟନ ନେବି, ଚିକେନ ନେବି, ଆଉ ମୁଁ ଏଇ ଆପେଲ ନେବି, ଆଉ ମୁଁ ଅଙ୍ଗୁର ନେବି। ଆଉ ମୁଁ ଏଗୁଡ଼ା କ'ଣ କରିବୁ କି? କହିଲା 2 କେଜି ଲେଖା ନେଇକି ଯିବି ସବୁ। ଆଉ ମୁଁ କ'ଣ କରିବୁ କି? କହିଲା ମୋ ସ୍ତ୍ରୀ ମୁଁ ଯାକୁ ବାହା ହେଇଛି ନା, ତାକୁ ଲଭ୍ କରି ବାହା ହେଇଛି। ସିଏ ପୁରା ପତଳା ହଲୁଛି। ଆଉ ମୁଁ ସେଇ ନେଇଥିଲା ଡାଳିମ୍ବ, ବିଟ୍, ଗାଜର, ଆଉ ଆପେଲ, ଆଉ ଆପେଲ ଅଙ୍ଗୁର ଦେଉଛି ଖାଇବାକୁ, କମଳା। ଆଉ 2 ଦିନ ଛାଡ଼ିକି 2 ଦିନ ବା କେଜି 2 କେଜି ଲେଖା ନେଇକି ଦେଉଛି। ଆଉ ମଟନ ଆଣୁଛି, ଆଉ ଚିକେନ ଆଣୁଛି, ଅଣ୍ଡା ଆଣୁଛି। ଆଉ ସେ ପୁରା ପତଳା, ଆଉ ସେ ବେତ ଭଳିଆ ହଲୁଛି। ଆଉ ମୁଁ ସେଇ ନେଇକି ଆଉ ସବୁ ଏସବୁ ଜିନିଷ ନେଇକି ଯାଉଛି। ଆଉ ମୁଁ ସତରେ ନା? କହିଲା ହଁ ବା, ମୁଁ ତାକୁ ଲଭ୍ କରି ବାହା ହେଇଛି। ଆଉ ସେ ଦେଖିବାକୁ ଭଲ ଅଛି, ଆଉ ଗୋଟେ ଚାଉଳ ଗଡ଼ା ଯେ, କିନ୍ତୁ ଭାରି ପତଳା। ଆଉ ମୁଁ ସେଇଥିପାଇଁ ଏସବୁ ଆମ୍ବ, ଆପେଲ, ଅଙ୍ଗୁର, କମଳା, ବିଟ୍, ଗାଜର, ମଟନ, ଚିକେନ ଦେଉଛି। ଆଉ ସେ ବେଶୀ ଭାତ ଖାଉଛି, ଖାଲି ରୁଟି 2ଟା ଖାଉଛି ନା, ଆଉ ସବୁ ଫଳ ଖାଉଛି। ଆଉ ଗାଧୁଆ ବେଳେ ଖାଲି ଅଳ୍ପ 2ଟା ଭାତ ଖାଉଛି, ମଟନ ଟିକେ ଖାଉଛି, ଚିକେନ ଖାଉଛି। ମୁଁ ସତରେ ନା? କହିଲା ହଁ ବା, ପୁରା ପତଳା। ଆଉ ପୁରା ହଲୁଛି ବେତ ଭଳିଆ। ଆଉ ମୁଁ ତା ଖାଇକି ଦେଇକି ମାସେ ହେଲା ଦେଇନି, ଟିକେ ଚେହେରା ଲାଗିଛି। ଆଉ ବର୍ଷେ ଖଣ୍ଡେ ଦେଇଦେବି, ଆଉ ପୁରା ମୋଟା ହେଇଯିବ। ଆଉ ମୁଁ ସତରେ? କହିଲା ହଁ ଭାବେ, ଆଉ ଆସୁନ କେବେ ଦେଖିବାକୁ ଭାଇ। ମୁଁ ଦିନେ ଗଲା ବେଳକୁ ସିଏ ପୁରା ବେତ ଭଳିଆ ହଲୁଥିଲା। ଆଉ ଫେର ତା 6 ମାସ ପରେ କହିଲା ଭାଇ ଆସୁନା ଟିକେ ବୁଲିକି ଯିବ। ମୁଁ ଗଲା ବେଳକୁ ହେଇଗଲାଣି ଟିକେ ମୋଟା। ଆଉ ମୁଁ ସବୁ ଇଏକୁ ଦେଇକି କହିଲେ ଏଇ ଜିନିଷକୁ ଦେଇକି ସବୁ ମୋଟା କରିଦେନି ନା। ମୁଁ ଭଲ କରୁଛୁ ଆଉ।